नमस्कार मु संतोष महांती आपण को स्वागत करुच्ची वर्तमान टीवी अभूला अतीत को। आज आम जो अतिथि पाखक आसु से होती जड़े शास्त्रीय विशारद। आम सहित आलोचना करवा एवं आपण मैंने जानी आश्चर्य हे शताधिक छात्र छात्री वर्तमान प्रतिष्ठित संगीत आम जाना अतीतर से अभूला स्मृति एवं से आज पर्यंत एठी पहुँची पार्टी किभली आम से विषय आलोचना करवा। आम सहित अच्छा गुरु भवानी शंकर दास सर नमस्कार। वर्तमान बयस है 90 वर्ष आउ केमती वर्तमान जीवन चर्या चलती बाड़ी धरी बाड़ी से झाड़ा गाधुआ सब खाली सामने पानी दुकान का हो सका करू अनेक गाड़ी मोटर तो दुनिया चलती ना से दुकान भी कौन मौसा आप देखिए आसतु चावला देखिए आसतु गाड़ी सब कान कान भाई रेडी रखुची मत चली आसुआ सर आपन को संगीत कौन दे संगीत मत बहुत किसी माने जो भाव दे ठाकुर ओडिशीर भजनर जेकोसी गीत ये सबूर मु बहुत किसी पाई जहाँ पाई बोधे अन्य पाई भावना तीन विभाग जगह गीत वाद्य नृत्य मु 10 प्रकार इन्स्ट्रुमेंट जाने मर्दल तबला खंजरी विभिन्न प्रकार बेहला बंशी ये सब बजे जाने। मोर कहया कथा आपण जो शास्त्रीय संगीत रे कार्य करछन्ते आपण कोन पे आधुनिक संगीत आपण आहुरी आगु जाई परथन्ते आपण शास्त्रीय संगीत भितर शास्त्रीयता भितर रहि गेले। शास्त्रीय संगीत हला को प्रथम हमर हिंदुस्तानी संगीत वो ललित कला पिछले तो शिखुतली मोर गुरु थे काशीनाथ पूजा पंडा दोल मंडप साहिर बहुत भल पाती से बेहला बताती आड़िशी संगीत शास्त्रीय शिखाती हिंदुस्तानी भी शिखाती रही छापा भी रही हिंदुस्तानी राग रागिणी सब रही आज देखुली सका खाता काढ़ी से सब अच्छी नाती जो बजाऊँगी बंशी बड़ झीर पुओ ताकू मु कहली बेहला जा बंशी से एका बाजो किसी असुविधा नहीं तू नहीं बंशी मोर नहीं गला बजेला बजेला नहीं चलीगला बिल भल है बाकी से खाता थुआई सब कहले देखी पारि
ସେଥିରେ ସବୁ ରାଗ ରାଗିଣୀ ଯାବତୀୟ କିଛି ରହିଛି ପରିଚୟ ହିନ୍ଦୁସ୍ତାନୀର। ଆପଣଙ୍କର ଅତୀତ ଯେତେବେଳେ ଆପଣ ପିଲା ଥିଲେ ସେତେବେଳେ ଆପଣ ଏଇ ଯୋଉ ଶାସ୍ତ୍ରୀୟତା ଉପରେ କାହିଁକି ଆଗ୍ରହ କଲେ? ଆପଣ ଅନ୍ୟାନ୍ୟ କୋଉ ଆପଣ କାହାର ଇନ୍ସପିରେସନ ପାଇଲେ ଯାହାଦ୍ୱାରା କି ଆପଣ ଶାସ୍ତ୍ରୀୟ ପ୍ରତି ସଙ୍ଗୀତ ପ୍ରତି ଆପଣ ଆଗ୍ରହୀତ? ଶାସ୍ତ୍ରୀୟ ସଙ୍ଗୀତ ମୋର ଦୟାନୀ ତ୍ରିପାଠୀ ଶ୍ରୀରାମଚନ୍ଦ୍ରପୁରର ରାଜ୍ୟପାଳ, ସିଏ ବତଉଥିଲେ ପିଲାଙ୍କୁ। ଜଣେ କହିଦେଲା ତାଙ୍କୁ, କହିଲା ସାର୍ ଆଉ ଭବାନୀ ଭାଇ ପୁରା ବଢିଆ ଗାଇବେ, ଖାଲି ମର୍ଦଳ ଶିଖଉଛନ୍ତି କଣ? ମତେ ପଚାରିଲେ ଆରେ ଭବାନୀ ତୁ ଗାଇବୁ କି? ତ ହଁ ସାର୍ ଆପଣ ବତେଇଲେ ମୁଁ ଗାଇବି। ସେ ମତେ ବତେଇଲେ ପ୍ରଥମ ଗୀତ କିନାଦରେ ପ୍ରାଣ ସଙ୍ଗିନୀ ବାଜୁଛି, ମାନେ ପଡୁନି ବନେ। ଏଇ କୋଉ ମସିହାର କଥା? ଏଇ ଶିକ୍ଷାଟା ଆରମ୍ଭ କଲେ କୋଉ ମସିହାରେ? ମୁଁ ସେ କଥା ତ କହିପାରିବି, ମନେ ନାହିଁ। ପିଲାଟି ଦିନ ମୋର ବିଷ୍ଣୁ ଭାଇ ଯିଏ ସେ ରେଙ୍ଗୁନରେ ଥିଲେ, ସିଏ ଆସିଲେ। ଆସିକିରି ମୁଁ ସେତେବେଳେ ଛୋଟ ଥିଲି, 8-9 ବର୍ଷର ବୟସର। ମତେ ମୋର ଡାକ ନା ଅପର୍ତ୍ତି, ବାକି ମତେ ଘରେ ସମସ୍ତେ ଅପନା ଅପନା ବୋଲି ଅପନି ଏମିତି ଡାକନ୍ତି। ଭଲ ନା ସିନା ଏମିତି ଭବାନୀ ଶଙ୍କର, ମୋ ଉପରେ ବଡ଼ ଭାଇ ମରିଯାଇଛି ସୁରେନ୍ଦ୍ର, ତେଣୁ ଅପର୍ତ୍ତିଆଣୀ ବୋଲି ମତେ ଅପର୍ତ୍ତି ବୋଲି ଡାକନ୍ତି। ଆଉ ସେ ଏଇଠି ଜଣେ ପଣ୍ଡିତ ଅଛନ୍ତି ପୁରା, ମଉସା ଆପଣ କାହିଁ ଭାବୁଛନ୍ତି ଜଗନ୍ନାଥଙ୍କ ନାଁ ପୁରା ଅପର୍ତ୍ତି, ଆଉ ଆପଣ ପାଇଛନ୍ତି ଆଉ। ହଁ ଜାତକରେ ମୋ ନାଁ ଅଛି ଜଗବନ୍ଧୁ, ଆଉ କ'ଣ ଚାଲିଛି। ଆଉ ସେଇ ମତେ କହିଲେ ଅପନା ତୋ ଗଳା ତ ଭାରି ଭଲ ଲାଗୁଛି, ତୁ ଗୀତ ଗାଉନୁ। ହଁ ଭାଇ ତମେ ଯଦି ଶିଖେଇବ ମୁଁ ଗାଇବି। ସେ ମତେ ପ୍ରଥମ ଗୀତ ମୋ ଜୀବନର ଆରମ୍ଭ ହେଲା ଗୋପାଳକୃଷ୍ଣ ପଦ୍ୟାବଳୀର ଭଜରେ ମନ ବ୍ରଜ ବନ ଦିଜ ରାଜଙ୍କୁ, ଭଜରେ ମନ ବ୍ରଜ ବନ ଦିଜ ରାଜଙ୍କୁ, আজ শেষ ভব বন্দ্য পদ কঞ্জকু, ভজরে মন ব্রজ বন দ্বিজ রাজଙ୍କୁ। আচ্ছা ସାର୍, ମୁଁ ଆପଣଙ୍କୁ ଗୋଟେ କଥା ପଚାରିବାକୁ ଚାହୁଁଛି, ଆପଣ ଏଥିରେ ଅର୍ଥ ଉପାର୍ଜନ କରିଛନ୍ତି? ଆପଣ ଏଇ ଯୋଉ ସଙ୍ଗୀତରେ ଆପଣ ଅର୍ଥ ଉପାର୍ଜନ କରିଛନ୍ତି? ଅର୍ଥ ଅବଶ୍ୟ ଅର୍ଜନ କରିଛି। ଇରା ରାଣାଙ୍କ ପାର୍ଟି ଅପେରା ପାର୍ଟିରେ ଥିଲି, ସେଠି ସଙ୍ଗୀତ ବଜାଇବାକୁ। ଅପେରା ପାର୍ଟିରେ କ'ଣ ଶାସ୍ତ୍ରୀୟ ସଙ୍ଗୀତ ବୋଲା ହୁଏ? ସେ ସେଠି ପିଲା ନାଚ ଗୀତ ଶିଖନ୍ତି। ମୁଁ ସିନା ଆଉ କିଛି ବତେଇବିନି, ନାଚ ଗୀତ ତ ବତେଇବି, ଅଭିନୟ ବି ବତେଇ ପାରିବି। କାହିଁକି ନା ମୁଁ ଉତ୍ତରାଣୀ ପେଣ୍ଡାଲରେ ଜଟଣୀରେ ଯେଉଁ 7 ବର୍ଷ ରହିଲି, ସେଇଠି 60 ପୁଅ ଝିଅ ଶିଖୁଥିଲେ ଗୀତ ନାଚ, ତାଙ୍କୁ ସବୁ ବତେଇଛି। ସବୁଠୁ ପ୍ରିୟ ହେଲା ମୋର ଗୀତ ଗୋବିନ୍ଦ ଜୟଦେବଙ୍କର। ସେଇଥିରେ ସେ ପିଲାଙ୍କୁ ବତେଇ, ମୁଁ ତ ସଂସ୍କୃତ ପଢ଼ିନି, ନାରାୟଣ ଶତପଥୀ ଅଧ୍ୟାପକ ପୁରୀ କଲେଜର ସେ ନୂଆ ଗାଁର, ସେ ମୋତେ ସଂସ୍କୃତର ଅର୍ଥ ସବୁ କହିଦିଅନ୍ତି। ମୁଁ ଅଭିନୟ ସେ ଅନୁସାରେ ପିଲାଙ୍କୁ ବତାଏ। ଆଚ୍ଛା, ଜୟଦେବ ଯୋଉ ଗୀତ ଗୋବିନ୍ଦ ରଚନା କରିଥିଲେ, ଆପଣ ଆକୁ କେବେ ପୁରୀ ଶ୍ରୀମନ୍ଦିରରେ ଗାଇଛନ୍ତି? ନାଇଁ, ଶ୍ରୀମନ୍ଦିରରେ ମୁଁ ଗାଇନି, ଶୁଣିଛି। ସେ ନମିତା ଅଗ୍ରୱାଲା ଏବେ ସୁଦ୍ଧା ଗାଉଛି ସବୁଦିନ ରାତି 11টাରେ ଠାକୁରଙ୍କ ପାଖରେ ଈଶା ବିରହେ ପ୍ରବଦିନା ଗୀତଟା ବୋଲା ହେଉଛି। କିନ୍ତୁ ଆପଣ ସେ ସୁଯୋଗ ପାଇନାହାନ୍ତି। ଆଉ କି ଲଳିତ ଲବଙ୍ଗ ଲତା ପରିଶୀଳନ କୋମଳ ମଳୟ ସମୀର, ସେଇ ଜୟଦେବଙ୍କର ଏଇସବୁ ଗୀତ। ଆଉ ସବୁଠୁ ପ୍ରିୟ ଗୀତ ମୋର ସେଥିରେ ଜୟଦେବଙ୍କର ସଖୀ ହେ କେସି ମଥନ ମୁଦାରମ୍ ରମୟା ମୟା
मदन मनोरथ भावनया सविकारम् सखी हे केसी मथन ଆପଣ ଯୋଉ ସଙ୍ଗୀତ ଗାନ କଲେ ଆପଣ ସମସାମୟିକ ସଙ୍ଗୀତକାର କିଏ ଥିଲେ ଯୋଉମାନେ ସଙ୍ଗୀତ ଶିକ୍ଷା ଦିଅନ୍ତି ଏବଂ ଆପଣଙ୍କ ସହିତ ଛାତ୍ର ଥିଲେ ସେମାନେ ଛାତ୍ରଛାତ୍ରୀ ଥିଲେ ସେମାନଙ୍କ ବିଷୟରେ ସିଏ ତ ସବୁ ଆଉ ଅକ୍ଷୟ ମହାନ୍ତି ହେରିକା ସମସ୍ତେ ଆପଣଙ୍କୁ ଦିବଙ୍ଗତ ଅକ୍ଷୟ ମହାନ୍ତି କେତେବେଳେ ଡାକି ନାହାନ୍ତି ସିନେମାରେ ଗୀତ ଗାଇବା ପାଇଁ ମତେ ସୂଚନା ଭବନକୁ ଡାକିଥିଲେ ଭୁବନେଶ୍ୱର ଯେ ଆମର ସଙ୍ଗୀତ ମହାବିଦ୍ୟାଳୟର ପ୍ରିନ୍ସିପାଲ ରାମ ହରି ଦାସ ସିଏ ସବୁ ସେଠି ମୋର ଛାତ୍ରମାନେ ଆସିଥିଲେ ସବୁ ଗାଇବା ବଜେଇବା ପାଇଁ ଚାରିଆଡ଼େ ନିମାପଡ଼ା ବାଲିକୁଦା ଏ ବିଭିନ୍ନ ଜାଗାରେ ରହିଛନ୍ତି ନା ଆଉ ମନେ ପଡ଼ୁନି ଆପଣ ଯଦି ଆଜି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ିଥାନ୍ତେ ସରକାରୀ ସ୍ତରରେ ପାଠ ପଢ଼ିଥାନ୍ତେ ତେଣୁ ସରକାରୀ ସ୍ତରରେ ଆପଣ ପରିଚୟ ପାଇଥାନ୍ତେ ଆପଣ ସେତେବେଳେ କାହିଁକି ଚେଷ୍ଟା କଲେନି ଯେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଆପଣ କ'ଣ ପାଇଁକି ଶାସ୍ତ୍ରୀୟ ସଙ୍ଗୀତ ପଢ଼ିଲେନି ମୋତେ ସେମିତି କିଛି ସୁବିଧା ମିଳିଲାନି ଯିବା ପାଇଁକି କିଛି କରିବା ପାଇଁକି ମୋତେ ସେଭଳିଆ ସୁବିଧା ମିଳିଲା ମାନେ ଆପଣଙ୍କର ଆର୍ଥିକ ଅବସ୍ଥା ଆପଣଙ୍କୁ ପଛକୁ ପେଲିଦେଲା ଏହା କହିବା କଥା ହଁ ଆଚ୍ଛା ବର୍ତ୍ତମାନ ଆପଣ କ'ଣ କହିବାକୁ ଚାହୁଁଛନ୍ତି ଆପଣ ଛାତ୍ରଛାତ୍ରୀମାନଙ୍କୁ ମୁଁ କହୁଛି ଗୁରୁପାଦରେ ମନ ଦେଇକିରି ଶାସ୍ତ୍ରୀୟ ସଙ୍ଗୀତ ଯାହାକୁ କହନ୍ତି ଓଡ଼ିଶୀର ହିନ୍ଦୁସ୍ତାନୀ କି ଛାଡ଼ ଆମେ ହିନ୍ଦୀ ଲୋକ ନୁହଁ ଆମେ ହିନ୍ଦୁସ୍ତାନୀ କି ଛାଡ଼ ଓଡ଼ିଶୀର ଯେଉଁ ଶାସ୍ତ୍ରୀୟ ସଙ୍ଗୀତ ରହିଛି ତାକୁ ସବୁ ଭଲରେ ମନ ଦେଇକିରି ଶିଖ ଭଲ ଭାବରେ ଅଭ୍ୟାସ କର ବହୁତ କିଛି ରହିଛି ଓଡ଼ିଶୀର ଯେଉଁ ମଧୁରତା ରହିଛି ଅନ୍ୟ କୌଣସି ସଙ୍ଗୀତରେ ଭାରତରେ ନାହିଁ ଆପଣ କହିବା କଥା ଯେ ଶାସ୍ତ୍ରୀୟ ସଙ୍ଗୀତ ଦ୍ୱାରା ଆପଣ ଆମୋଦିତ ହେବେ ଆନନ୍ଦିତ ହେବେ କିନ୍ତୁ ଏଥିରେ ଅର୍ଥ ଉପାର୍ଜନ କରିପାରିବେନି ଆଜି ବି ସେୟା ଚାଲିଛି ନା ଆଜି କ'ଣ ଅବସ୍ଥା ଅଛି ଶାସ୍ତ୍ରୀୟ ସଙ୍ଗୀତ ସେ ବହୁତ କିଛି ଏମିତି ଅବସ୍ଥା ଆସି ପହଞ୍ଚିଲା ଯେ ଯାହାଦ୍ୱାରା କି ମୁଁ ସକାଳୁ ଉଠିକିରି ଧର ଗାଧେଇ ପାଧେଇକିରି ପାନ ସେତେବେଳେ ବହୁତ ଖାଉଥିଲି 15-16 ଖଣ୍ଡ ନାଚ ଗୀତ ବତଉଥିଲି ତ ପିଲାଙ୍କ ଭିତରେ ରହିକି ଚା ବି ବହୁତ ପିଉଥିଲି ଘରେ ସ୍ତ୍ରୀ ଭାଙ୍ଗିଦିଏ 8-10 ଖଣ୍ଡ ପାନ ପକେଟରେ ପୁରେଇକି ସାଇକେଲ ଧରିକିରି ବେଶ ମୋର ମୁଁ ଚାଲେ ଜଟଣୀ ସେଇଠି ଗୁଡ଼ାଏ ପିଲା ଶିଖୁଥାନ୍ତି ସେତେବେଳେ ଆଉ ବଙ୍ଗାଳୀ ସାହିରେ ବର୍ତ୍ତମାନ ଗାୟତ୍ରୀ ଘୋଷ ବନ୍ଦନା ଗୁପ୍ତା ଆଉ ଅଞ୍ଜଳି ଏମିତି ସବୁ ରହିଛନ୍ତି ବିଭିନ୍ନ ଛାତ୍ରୀମାନେ ଆଉ ସବୁଠୁ ରହିଥିଲା ପ୍ରିୟ ବିଜୟଲକ୍ଷ୍ମୀ ପଟ୍ଟନାୟକ ବୋଲି ଗୋଟେ ଝିଅ ଜଟଣୀରେ ସିଏ ସେମାନେ ବର୍ତ୍ତମାନ ପ୍ରତିଷ୍ଠିତ ସେମାନେ ପ୍ରତିଷ୍ଠା ଲାଭ ପରେ ଆପଣଙ୍କୁ ସାମ୍ନାକୁ ଆଣିଲେନି କାହିଁକି ମୁଁ ସେ କଥା କହିପାରିବିନି ମୋର ସାଙ୍ଗ ଗୋଟେ ସେ ରଙ୍କନିଧି ମହାପାତ୍ର ଆମେ ସାଙ୍ଗ ହେଇ ଏକା ଗୁରୁ ପାଖରେ ଶିଖିଛୁ କାଶୀନାଥ ପୂଜା ପଣ୍ଡାଙ୍କ ପାଖରେ ସିଏ ଭଲ ସିଏ ଏବେ କ'ଣ କାଲି ଫୋନ୍ କରିଥିଲେ କହିଲେ ସିଏ ଆଉ ଚାଲି ବୁଲି ପାରୁନି 85 ବର୍ଷ ବୟସ ହେଲାଣି ଆଉ କାହାକୁ ଗୋଟେ ନେଇକିରି ମୁଁ ଦିନେ ଯିବି ଆଉ କେମିତି ଅଛନ୍ତି ମୋ କଥା ପଚାରିଲା ସବୁ ହେଲା ସିଏ ମୋଠୁ ବହୁତ କିଛି ପାଇଛି ଜିନିଷ ଆପଣଙ୍କର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଯେଉଁଭଳିଆ ଅବହେଳା ହେଇଛି ସେଥିପାଇଁ ଆପଣ ସଙ୍ଗୀତ ପ୍ରତି ଅଭିଯୋଗ ଅଛି କି ମାନେ ଆପଣ ସଙ୍ଗୀତ ଯେଉଁ ଅବହେଳା କରିଛି ଯେଉଁ ଆପଣ ଶାସ୍ତ୍ରୀୟ ସଙ୍ଗୀତର ଜଣେ ବିଶାରଦ ହିସାବରେ ଆପଣ ଯେଉଁ ଅବହେଳା ହେଇଛନ୍ତି ଆଜି 9 ବର୍ଷ ବୟସରେ ଆପଣ ରହିଯାଇଛନ୍ତି ଘର ଭିତରେ ସେଥିପାଇଁ କି ଆପଣ କିଛି ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆପଣଙ୍କର ଅଭିଯୋଗ ଅଛି କି ଅଭିଯୋଗ ଏଇ ଗାଇବା ବଜେଇବାରେ ଅଭିଯୋଗ ଯାହା ଟିକେ ନହେଲେ କିଛି ରାଗ ରାଗିଣୀ ତାଳ ଯେଉଁ ଗୁଡ଼ାକ ରହିଛି ଶାସ୍ତ୍ରୀୟ ମୁଁ ଏ ତବଲାର ଗୁରୁ ମୋର ବିକେ ମିଶ୍ରା ସେ ଜଟଣୀରେ ଥିଲେ ହିନ୍ଦୁସ୍ତାନୀ ସେ ଆଉ ହିନ୍ଦୀ ଲୋକ ବିହାରୀ ବନାରସ ଲୋକ ସେ ତବଲା ଶିଖାନ୍ତି ଭଲ ସେ ଭଲ ତବଲା ବତେଇଥିଲେ ଶିଖେଇଥିଲେ ଆପଣ ପ୍ରଥମ ରୋଜଗାର କ'ଣ ଥିଲା ଏଇ ଶାସ୍ତ୍ରୀୟ ସଙ୍ଗୀତ ଗାନରେ କ'ଣ କେତେବେଳେ ରୋଜଗାର ପ୍ରଥମ ପଇସା କ'ଣ ଥିଲା ପାଇଥିଲେ
ନାଇଁ ସେଇ 7 ବର୍ଷ ଯେଉଁ ରହିଲି ଉତ୍ତରାଣୀ ପେଣ୍ଡାଲରେ ସେଇଠି ଯାହା କିଛି ପଇସା ମିଳିଛି ସେତେବେଳେ ତ ସେମିତି ଶସ୍ତା ସମୟ ଆଉ ବହୁତ କିଛି ମିଳେନି ତଥାପି ଯାହା ଦେଇଛନ୍ତି ସେମାନେ ପଇସା ପେଣ୍ଡାଲ ପରିଚାଳକ ଯେଉଁମାନେ ଆଉ ସେ ଦେଇଛନ୍ତି ଆଉ କ'ଣ ସେ ଚଳେଇଛନ୍ତି ଆଉ ତାପରେ ସେଟା ଛାଡ଼ିଦେଲା ପରେ ଜିରା ରାଢ଼ାଙ୍କ ପାର୍ଟିରେ ଗଲି ଅପେରା ପାର୍ଟିରେ ସେଠି ବତେଇ ସେଠି ବେଶୀ ଦିନ ରହିପାରିନି 2 ମାସ ଖଣ୍ଡେ ରହିଛି ବତେଇକିରି ସେଠୁ ମୁଁ ଦେଖିଲି ପୋଷେଇବନି ପଳେଇ ସେଠୁ ଚାଲି ଆସିଲି ଏ ହେଲା ଆପଣ ଯୋଉଠି ଆପଣଙ୍କର ଉତ୍କର୍ଷତା ଥିଲା ଯୋଉଠି ଆଗକୁ ଯାଇପାରିଥାନ୍ତେ ଅଧିକା ପଇସା ରୋଜଗାର କରିପାରିଥାନ୍ତେ ଆପଣଙ୍କର ପରିଚୟ ପାଇପାରିଥାନ୍ତେ ଆପଣ ସେ ଜାଗା ଠିକ୍ ସମୟରେ ଛାଡ଼ିଦେଲେ ଛାଡ଼ିଦେବା ପଳେଇ ଆସିଲେ ନିଜ ଘରକୁ ଏବଂ ନିଜ ପରିବାରର ସମସ୍ୟା ବି ଥିଲା ନା ନଥିଲା କିଛି ପରିବାର କିଛି ସମସ୍ୟା ନଥିଲା କିନ୍ତୁ ଆପଣ ସେମାନଙ୍କ ଭଳିଆ ଆପଣ ଷ୍ଟ୍ରଗଲ୍ କଲେନି ନିଜ ସଙ୍ଗୀତ ନିଜ ପାଖରେ ରଖିଲେ ଏବଂ ଆପଣ ନିଜକୁ ପରିଚିତ କରିବାକୁ ଚାହିଁଲେନି ଯେ ମୁଁ ଏ ଜାଗାକୁ ଯିବି ଏତେ ବାଟ ଆଗକୁ ଯିବି ସେମିତି କିଛି ଚାହିଁନାହାନ୍ତି ହଁ ଅବଶ୍ୟ ଏଇଟା ସତ କଥା ଆପଣ କାହିଁ ଚାହିଁଲେନି କାହିଁକି ନା ସେମିତିକା ଉପଯୁକ୍ତ ଛାତ୍ରଛାତ୍ରୀ କି ସାଙ୍ଗ ସହଯୋଗୀ କିଏ ମୋ ସାଙ୍ଗରେ ମୋର ତବଲିଆ ଅଶୋକ ଶତପଥୀ ପଦନପୁରର ସିଏ ବର୍ତ୍ତମାନ ଚାଲି ବୁଲି ପାରୁନାହାନ୍ତି ଆଉ ଆସିପାରୁନାହାନ୍ତି ଆଉ ସିଏ ଭଲ ତବଲା ବଜାନ୍ତି ମୋ ସାଙ୍ଗରେ ଆଉ କେହି ସେମିତି ନାହିଁ ନହେଲେ ସେ ରଙ୍କ ମହାପାତ୍ର ସିଏ ଗୁରୁ ଜଣେ ସିଏ ଭଲ ବଜେଇଲା ବାଲା ମୁଁ ଗାଇଲେ ସିଏ ବଜେଇବେ ସିଏ ଗାଇଲେ ମୁଁ ବଜେଇବି ଖୋର୍ଦ୍ଧାରେ କୋଉ କୋଉ ମଞ୍ଚରେ ଆପଣ ସଙ୍ଗୀତ ପ୍ରଦର୍ଶନ କରିଛନ୍ତି ଖୋର୍ଦ୍ଧାରେ ସେମିତି କେହି ନାହିଁ ଭୁବନେଶ୍ୱର କଟକ ସେଇ 2 ଭଉଣୀ କି ଛାଡ଼ିଦେଲେ ଆଉ କେହି ନାହିଁ ସେ 2 ଭଉଣୀ ଆଉ ସେ ପିଲାଟା ପୁଅ ପିଲାଟା ଆପଣ ନିଜେ ସଙ୍ଗୀତ ପ୍ରଦର୍ଶନ ଖୋର୍ଦ୍ଧାର କୋଉ ମଞ୍ଚରେ କରିଛନ୍ତି ହଁ ସେମିତି କିଛି ହେଲା ନାହିଁ ସୁବିଧା ଆପଣ କୋଉଠି ବିଚାରପତି ଭାବରେ ଶାସ୍ତ୍ରୀୟ ସଙ୍ଗୀତର ଡାକି ନାହାନ୍ତି ଗୁରୁ କରିକି ଆପଣ ଡାକି ନାହାନ୍ତି ଯେ ବିଚାରପତି ଭାବରେ ରୁହନ୍ତୁ ହଁ ଯଦି ସେମାନେ ଚେଷ୍ଟା କରିଥାନ୍ତେ ମୁଁ ନିଶ୍ଚୟ କିଛି ଯାଇଥାନ୍ତି କରିଥାନ୍ତି ଏଥିରେ କେବେ ଭୁଲ ନାହିଁ ସେମିତି ନାହିଁ ମୋର କହିବା କଥା ଆପଣ ବୋଧେ ପଛରେ ଆପଣଙ୍କର କିଛି ଗଡଫାଦର ନଥିଲେ ଯଦି ଗଡଫାଦର ଆପଣ ଥାନ୍ତେ ତାହେଲେ ଆପଣ ଆଗକୁ ଯାଇପାରିଥାନ୍ତେ ସେଥିପାଇଁ କି ଆପଣ ଯାଇପାରିଲେନି ଆଗକୁ ଆପଣଙ୍କର ଅଭିଯୋଗ କ'ଣ ଆପଣଙ୍କର ଏଇ ଯୋଉ ବର୍ତ୍ତମାନ ଯୋଉ ସ୍ଥିତି ଆପଣ ଯୋଉ ସ୍ଥିତିରେ ଗତି କଲେ ତା ପ୍ରତି ଅଭିଯୋଗ ମୋର ଏତିକି ପରା ମୋ ପ୍ରତି ଅବହେଳା କଲେ ସବୁ ସମସ୍ତେ ଜାଣନ୍ତି ଦେଖିଲେ ଭାରି ସମ୍ମାନ ଦିଅନ୍ତି ସବୁ କିଛି କିନ୍ତୁ ସେ ମନ ଭିତରେ ଅବହେଳା ସେ ଭାବ ସେମାନେ ଅବହେଳା ନା ଅସ୍ୟ ଭାବ ହଁ ଉଭୟ ଆପଣ ଅସ୍ୟ ଭାବର ଶିକାର ହେଲେ ଆପଣ କ'ଣ କହିବେ ଯୋଉମାନେ ଆପଣଙ୍କୁ ସେ ଜାଗାକୁ ନେଇପାରିଲେ ସେମାନଙ୍କ ପ୍ରତି ଆପଣଙ୍କର କ'ଣ କହିବା କଥା ଆପଣ କ'ଣ କହିବାର ଅଛି ଆପଣ ଆମର ବର୍ତ୍ତମାନ ଟିଭି କ'ଣ କହିବେ ମୁଁ ଆଉ କ'ଣ କିଛି ନାହିଁ ସେମାନେ କିନ୍ତୁ ଭଲ କରନ୍ତୁ ସଙ୍ଗୀତ ଲାଇନରେ ଯାହା ଯିଏ ପ୍ରବେଶ କରିଛନ୍ତି ସେମାନେ ସାଙ୍ଗରେ ଭଲ କରନ୍ତୁ ସିଏ ମୋତେ କିଛି ନ ପଚାରିଲେ ଏଥିରେ ଯାଏ ଆସେ ନାହିଁ ମୋର ଆପଣଙ୍କ ଶେଷ ଛାତ୍ରଛାତ୍ରୀ କିଏ ଥିଲେ ଆପଣଙ୍କର ଶେଷ ଛାତ୍ରଛାତ୍ରୀ କିଏ ଥିଲେ ଶେଷ ଛାତ୍ରଛାତ୍ରୀ ସେଇ ଜଟଣୀରେ ଥିଲେ ବଙ୍ଗାଳୀ ସାହିରେ 2-3 ଜଣ ଆଉ ଯେଉଁ କହୁଥିଲି ବିଜୟଲକ୍ଷ୍ମୀ ପଟ୍ଟନାୟକ ବୋଲି ସେ ଆଉ 2 ଜଣ ସେ ତାଙ୍କ ନାଁଟା ମନେ ପଡ଼ୁନି ଜଣେ ହାଇଦ୍ରାବାଦରେ ଚାକିରି କରିଛି ଆଉ ସେ ଝିଅଟା ବିବାହ କରିଗଲାଣି ବ୍ରାହ୍ମଣ ଘର ଝିଅ ନାଁଟା ମୋର ମନେ ପଡ଼ୁନି ସେମାନେ ଭଲ ଗାଇଛନ୍ତି ଭଲ ବ୍ୟବହାର ସେମାନଙ୍କର ସବୁ କିଛି ଥିଲା ସେମାନେ ବି ଆଉ ଆଗକୁ ଗଲେନି ଆପଣଙ୍କର ସ୍ମୃତି କ'ଣ ରହିଛି ଯୋଉଟାକୁ ଆପଣ ଆମ ସହିତ ସେୟାର କରିବେ ସଙ୍ଗୀତରେ କୌଣସି ସ୍ମୃତିରେ ଯୋଉଟା ମନରେ ଅଛି ଯେ ଏ କଥାଟା ମୋର କହିବା ଦରକାର ଲୋକମାନେ ଜାଣିବା ଦରକାର ସେମିତି କିଛି ଅଛି କଥା ନା ଏମିତି କିଛି କଥା ନାହିଁ ଆପଣ ବର୍ତ୍ତମାନ ଖୁସି କି ସଙ୍ଗୀତ ପ୍ରଦର୍ଶନ କରିକି ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛନ୍ତି ସେଥିପାଇଁ ଖୁସି ତ ହଁ ମୁଁ ଖୁସି ଏଇଆ ମୋର ସାନ ପୁଅ ତବଲିଆ ନାତୁଣୀ ଏଠି ନାଚୁଛି ବଡ଼ ଝିଅର ପୁଅ ଝିଅ 2 ଜଣ ଯାକ ସଙ୍ଗୀତରେ ଅଛନ୍ତି ଜଣେ ବଇଁଶୀ ଜଣେ ନାଚ ସେ ବି ନାଚୁଛନ୍ତି ଗାଇବା ବଜେଇବା କରୁଛନ୍ତି ଏତକ ରହିଛି ଝିଅମାନେ ବି ମୋର ସମସ୍ତେ ଶିଖିଛନ୍ତି 3 ଝିଅ ଯାକ ଗୀତ ସଙ୍ଗୀତ ଶିଖିଛନ୍ତି କିନ୍ତୁ ଏ ଲାଇନରେ କେହି ରହିଲେନି ହେଲା କଥା
ଆପଣଙ୍କର ଦ୍ୱାରା ଯେଉଁ ସଙ୍ଗୀତ ଶିକ୍ଷା ଦେଉଥିଲେ ଆପଣ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ସେମାନେ ବର୍ତ୍ତମାନ କେଉଁଠି ଅଛନ୍ତି ସେମାନେ କି ଅବସ୍ଥାରେ ଅଛନ୍ତି? ସେମାନେ ଭଲରେ ଅଛନ୍ତି ସବୁ, କିନ୍ତୁ ସଙ୍ଗୀତ ଲାଇନରେ କେହି ନାହାନ୍ତି। ସଙ୍ଗୀତ ଲାଇନ୍ ଛାଡ଼ିଦେଲେ? ମୁଁ କହିପାରିବିନି ସେ କଥା, ସଙ୍ଗୀତ ଲାଇନରେ କେହି ନାହାନ୍ତି। ଆପଣ ସେମାନେ କାରଣ କ'ଣ ଆପଣ ଛାଡ଼ିଲେ? ଆପଣ ସେ ଦିଗକୁ ଯାଇପାରିଲେନି, ଏତେ ବାଟ ଯାଏଁ ଯାଇପାରିଲେନି, କିନ୍ତୁ ଆପଣ ଛାତ୍ରଛାତ୍ରୀମାନେ ବି ସେ ଯାଇପାରିଲେନି। କାରଣ କ'ଣ? ଶାସ୍ତ୍ରୀୟ ସଙ୍ଗୀତର ଓଡ଼ିଶାରେ ନାହିଁ କି ସେ ପ୍ରକାର ମାନ୍ୟତା ନାହିଁ କି? ଯଦି ବା ଅଛି ସେମିତି ବହୁତ କିଛି ବେଶୀ ନାହିଁ। ଅଛି ଶାସ୍ତ୍ରୀୟ ସଙ୍ଗୀତ ନିଶ୍ଚୟ ଅଛି, ନାଇଁ ରେଡ଼ିଓ ଷ୍ଟେସନରେ ଚାଲିଛି ସବୁ କେମିତିକା, ଗାଉଛନ୍ତି ସବୁ କେମିତିକା, ଅଛି, ହେଲେ ସେମିତି କିଛି ବିଶେଷ କିଛି ନାହିଁ ଶାସ୍ତ୍ରୀୟ ସଙ୍ଗୀତର। ବର୍ତ୍ତମାନ କ'ଣ ହେବା ଦରକାର ଶାସ୍ତ୍ରୀୟ ସଙ୍ଗୀତର ଅବସ୍ଥା ବର୍ତ୍ତମାନ କେଉଁ ଅବସ୍ଥାରେ ପହଞ୍ଚିବା ଦରକାର ଯେଉଁଦ୍ୱାରା କି ଲୋକମାନେ ଆଗ୍ରହ ହେବେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିବା ପାଇଁ? ସେ କଥା ମୁଁ କହିପାରିବିନି। ସେ ଯଦି ଯାଉଛି ଫୋକ୍ ସଙ୍ଗୀତ ଉପରେ ବେଶୀ ଧ୍ୟାନ ଦେଉଛନ୍ତି ସବୁ। ସେମାନଙ୍କର ଆଜିକାଲି ଯେଉଁ ଯିଏ ଯେମିତି ଗାଉ ପଛକେ ଶାସ୍ତ୍ରୀୟ ଅଶାସ୍ତ୍ରୀୟ ବୋଲି କିଛି ଏମିତି କଥା ନାହିଁ। ଯେଉଁଟା ଆମର ଲାଇଟ୍ ସଙ୍ଗୀତ ସେଇ ଗୋଟାକ ଉପରେ ବେଶୀ ଧ୍ୟାନ ଦେଇକିରି ସବୁ ଗାଉଛନ୍ତି ଗୀତ। ଏଇ ହେଲା କଥା। ବର୍ତ୍ତମାନ ଦେଖାଯାଉଛି ଶାସ୍ତ୍ରୀୟ ସଙ୍ଗୀତ ଓଡ଼ିଶୀ ହେଉ, ଚାନ୍ଦ ଚମ୍ପୁ ହେଉ, ଛାନ୍ଦ ହେଉ, ଏଗୁଡ଼ାକ ସାଧାରଣ ଭାବରେ କୌଣସି ଗୋଟେ ଫଙ୍କସନ୍ ହେଲା, ମନ୍ତ୍ରୀ ଆସେନି ଫଙ୍କସନ୍ ହେଲା, ତା ପ୍ରଥମରୁ ଟିକିନାକୁ ପ୍ରଦର୍ଶିତ ହୁଏ। ୟାର ଅର୍ଥ କ'ଣ? ଏଇଟା ଗୋଟେ କ'ଣ ଆପଣଙ୍କ ମତରେ ଏଇଟା ଗୋଟେ ଡେମୋ ଶୋ ଆମର ଅବସ୍ଥା ପହଞ୍ଚିଗଲାଣି କି? ଓଡ଼ିଶୀ ସଙ୍ଗୀତର ବହୁତ କିଛି ଜିନିଷ ରହିଛି, କହିଲେ ତ ସରିବନି। ସେ ଅସରନ୍ତି ସେ ସଙ୍ଗୀତ ଏମିତି ଗୋଟେ ଓଡ଼ିଶୀ ସଙ୍ଗୀତ ସରିବନି। ଯେମିତି ଗୀତ ଗୋବିନ୍ଦର କହୁଥିଲି ଓଡ଼ିଶୀ ଢଙ୍ଗରେ ସିଏ ନା ସବୁ ଜୟଦେବଙ୍କର ଆଉ କ'ଣ, ସେମିତି ଗୋପାଳ କୃଷ୍ଣ, ବନବାଳୀ, ଗୌରହରି, ଉପେନ୍ଦ୍ର ଭଞ୍ଜ ଆଉ କବି ସୂର୍ଯ୍ୟ ଏମାନଙ୍କର ସବୁ ରହିଛି ଓଡ଼ିଶୀ ଚମ୍ପୁ, କ ଠୁ କ୍ଷ ପର୍ଯ୍ୟନ୍ତ ଚମ୍ପୁ, ସେ ସବୁ ମୁଁ ଜାଣିଛି ଗାଉଛନ୍ତି ସବୁ, କିନ୍ତୁ ସେମିତି ଢଙ୍ଗରେ କେହି ଗାଉନାହାନ୍ତି। ଏଇ ହେଲା। ଆପଣ କ'ଣ କହିବେ ଆପଣଙ୍କ ଜୀବନର ଯେଉଁ ସଂଘର୍ଷ, ଯେଉଁ ଅତୀତଟା ଆପଣଙ୍କ ପାଇଁ? ଗୋଟେ କଥା ହେଉଛି କ'ଣ, ମୁଁ ଯାହା ଆଉ ପାଇଥାନ୍ତି ମୋତେ ସେମିତି କିଛି ସାହାଯ୍ୟ ସହାନୁଭୂତି କାହାର ମିଳିଲାନି। ମୋର ବି ସେମିତି ଆର୍ଥିକ ଅବସ୍ଥା ଭଲ ନଥିଲା, ମୁଁ ନିଜେ କିଛି କରିବାକୁ ସେମିତି ବି ନଥିଲା, କ'ଣ କରିବି, ତେଣୁ ରହିଗଲି ଆଉ କ'ଣ। ଏଇ ହେଉଛି କଥା। ଆଉ ଆପଣ କ'ଣ କହିବେ ଆମ ଦର୍ଶକଙ୍କୁ ଆପଣଙ୍କର ଯେଉଁ ସଂଘର୍ଷର କଥା ବିଷୟରେ ନେଇକି ଗୋଟିଏ ପଦରେ ଆପଣ କୁହନ୍ତୁ ଯେ ଆପଣ କ'ଣ କହିବାକୁ ଚାହୁଁଛନ୍ତି ଯୁବପିଢ଼ିକି? ମୁଁ କ'ଣ କହିବି, ସଙ୍ଗୀତଟାକୁ ଠିକ୍ ଭାବରେ ବୁଝ, ଆଉ ଗୁରୁ ପାଦରେ ଠିକ୍ ମନ ଦିଅ, କାହିଁକିନା ଗୁରୁ ବିନା କିଛି କାମ ହେଇପାରିବନି। ଯିଏ ଯେମିତି କର ତମେ, କିନ୍ତୁ ଗୁରୁ ହେଉଛନ୍ତି ସର୍ବଶ୍ରେଷ୍ଠ। ତାଙ୍କ ବିନା ଅନୁମତିରେ କିଛି ହେଇପାରିବନି। ସେ ଯାହାଟା କରିଦେବେ, ଯାହା କହିଦେବେ ସେଇ ଗୋଟା ହିଁ ଠିକ୍। ଗୁରୁ ପାଦରେ ମନ ଦେଇକିରି ସଙ୍ଗୀତ ଯେତିକି ଯାହା ଜାଣିଛ ଭଲ ଭାବରେ ଅଭ୍ୟାସ ରଖିକିରି ସେଇଥିରେ ଚଲା। ଧନ୍ୟବାଦ, ନମସ୍କାର। ମ୍ୟାଡ଼ାମ୍ ନମସ୍କାର। ଆପଣଙ୍କର ସ୍ୱାମୀ ଯେଉଁ ଭବାନୀ ଶଙ୍କର ଦାସ, ତାଙ୍କର ଯେଉଁ ସଙ୍ଗୀତ ଯେତେବେଳେ ସିଏ ବିବାହ ହେଲା ସମୟରେ ସେତେବେଳେ ସେ ସଙ୍ଗୀତ ପ୍ରଦର୍ଶନ କରୁଥିଲେ ଏବଂ ସିଏ ଆଜିର 90 ବର୍ଷ ବୟସରେ ସିଏ ବର୍ତ୍ତମାନ ଅବହେଳିତ ଭଳିଆ ଅଛନ୍ତି। ଆପଣ କ'ଣ କହିବେ କାହିଁକି ତାଙ୍କ ପ୍ରତି ସେଭଳିଆ ସମ୍ମାନ ଦିଆଗଲାନି ବା ସେଇ ସ୍ଥାନକୁ ନିଆଗଲା ନାହିଁ, ସେ ସମ୍ପର୍କରେ ଆପଣ କ'ଣ କହିବେ? ସେ ଏକାଧାରରେ ନାଚ, ଗୀତ, ନୃତ୍ୟ, ତବଲା ଆଉ ବେହେଲା, ପଖଉଜ ସବୁଥିରେ ଯେତେବେଳେ ଶିଖିବାକୁ ବା ଶିଖେଇବାକୁ ଆଗ୍ରହୀ ହେଲେ, ତେଣୁ ସେ ଗୋଟିଏ ଦିଗରେ ଯାଇପାରିଲେ ନାହିଁ। ତେଣୁ ତାଙ୍କ ସଙ୍ଗୀତ ସାଧନାଟା ଭୁଲ ହେଲା ମୁଁ ଭାବୁଛି। ସେତେବେଳେ ଏ ଖୋର୍ଦ୍ଧା ଅଞ୍ଚଳରେ କେହି ନଥିଲେ, ତେଣୁ ସମସ୍ତ ସ୍କୁଲ, ଗର୍ଲସ ହାଇସ୍କୁଲ, ବିଜେପି ହାଇସ୍କୁଲ, ଥାନା, କୋର୍ଟ ଆଉ କଚେରୀ ରାମା, ସିଟି ସ୍କୁଲ ରାମା, ଜେଲ୍ ରାମା ସବୁଥିରେ ତାଙ୍କୁ ଡାକନ୍ତି। ତେଣୁ ସେଥିରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦିଅନ୍ତି, ନୃତ୍ୟ ନିର୍ଦ୍ଦେଶନା ଦିଅନ୍ତି
ଆଉ ଅଭିନୟ ବି ଶିଖାନ୍ତି। ଏ ଅଞ୍ଚଳରେ ଯେଉଁ ଆମର ଗୀତିନାଟ୍ୟ ମାଷ୍ଟର ବି କେହି ନଥିଲେ, ଗୀତିନାଟ୍ୟ ମଧ୍ୟ ସେ ଶିଖାନ୍ତି। ବିଜେପି ସ୍କୁଲରୁ ଆଉ ଗାର୍ଲସ ହାଇ ସ୍କୁଲରୁ ସବୁ ସାର୍ମାନେ ଆସିବେ। ନିରଞ୍ଜନ ମହାନ୍ତି ବୋଲି ଜଣେ ଥିଲେ, ସେ ଆସିକିରି ଡାକିକିରି ନେଇଥିଲେ ଶିଖାଇବା ପାଇଁ। ତାପରେ ଓଡ଼ିଶା ଭିତରେ ସବୁବେଳେ ଯାଆନ୍ତି, ମାଲକାନଗିରି ଯାଆନ୍ତି, ସବୁ ଗାଁ ମାନଙ୍କୁ ଯାଆନ୍ତି ଶିଖାଇବା ପାଇଁ, ମାସ ମାସ ଧରି ଶିଖାନ୍ତି। କିନ୍ତୁ ମୁଁ ଭାବୁଛି ଯଦି ସେ ଗୋଟିଏ ଦିଗରେ ଯାଇଥାନ୍ତେ ତାହେଲେ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିପାରିଥାନ୍ତେ। କେବଳ ଗୀତ କିମ୍ବା କେବଳ ନାଚ, ମାନେ ଜ୍ୟାକ୍ ଅଫ୍ ଅଲ୍ ଟ୍ରେଡ୍ସ ମାଷ୍ଟର ଅଫ୍ ନନ୍, ଆପଣ ଏହା କହିବା କଥା। ହଁ ମୋର କହିବା କଥା ଆପଣଙ୍କର କେତେ ଛାତ୍ରଛାତ୍ରୀ ଅଦ୍ୟାବଧି ତାଙ୍କର? ହଁ, ତାଙ୍କର 2 ଜଣ ଛାତ୍ରୀ ରେଡ଼ିଓରେ ଗାଉଛନ୍ତି, ରୀତା ପଟ୍ଟନାୟକ, ମିତା ପଟ୍ଟନାୟକ ବୋଲି। ଆଉ ଆମେ ଯେଉଁ ଆଶ୍ରମରେ ଦୀକ୍ଷିତ ହେଇଛୁ ମୁଗମଣ୍ଡା କଳ୍ପତରୁ ଆଶ୍ରମରେ, ସେଠି ସେ ଗୋଟିଏ ଭଜନ ଗ୍ରୁପ୍ ତିଆରି କରିଛନ୍ତି। ସେଠି 7-8ଟି ପିଲାଙ୍କୁ ଶିଖେଇକିରି ଇଏ କରିଛନ୍ତି। ଗୋଟେ ପୁଅକୁ ବି ତବଲା ଶିଖେଇଛନ୍ତି। ମର୍ଦଳ ନୁହଁ, ଏ ଯେଉଁ ବଜାନ୍ତି ଭଜନ କୀର୍ତ୍ତନରେ ଯେଉଁ ବଜାନ୍ତି ତାକୁ ଶିଖେଇଛନ୍ତି ସେଠି ସେମାନେ। ଆଉ ସେ ତ ଆଉ ଯାଇପାରୁନାହାନ୍ତି, ସେତେବେଳେ ଯାଉଥିଲେ ସେଠି ଶିଖଉଥିଲେ। ଆଉ ଗୋଟିଏ ଝିଅ ତାଙ୍କର ଅଛି ଜଟଣୀରେ, ଯୋଡ଼ିଏ ଭାଇ ଭଉଣୀ ଶିଖୁଥିଲେ। ଗୋଟିଏ ବାଙ୍ଗାଲୋରରେ ସେ ସେଠି କ୍ଲାସ୍ କରୁଛି, ଚାକିରି କରୁଛି ବ୍ୟାଙ୍କରେ, କିନ୍ତୁ କ୍ଲାସ୍ କରୁଛି, ମ୍ୟୁଜିକ୍ କ୍ଲାସ୍ କରୁଛି। ଆଉ ଜାଗୃତି ରଥ ବୋଲି ଆଉ ଗୋଟିଏ ଝିଅ, ସିଏ ବି ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟରେ ବର୍ତ୍ତମାନ ନୃତ୍ୟ ନିର୍ଦ୍ଦେଶନା ଦେଉଛି। ବାକି ଆମର ଗୋଟିଏ ପୁଅର ନାତୁଣୀ, ସିଏ ପୁରା ନାଚରେ, ଓଡ଼ିଶୀ ନାଚରେ ସବୁ ପାସ୍ କରିକିରି ସେ ଚାକିରି କରିଛି, କିନ୍ତୁ ପ୍ରୋଗ୍ରାମ୍ କିଛି କରିପାରୁନି। ଯେମିତିକା ସେଇଠି ନାତି ବଇଁଶୀ ବଜାଉଛି, ତା ମନ ଖୁସିରେ ବଜାଉଛି, କିନ୍ତୁ ଚାକିରି କରିଛି। ଏଇଠି ମୋ ନାତୁଣୀ ପଢ଼ୁଛି, କିନ୍ତୁ ନାଚିକିରି ସେ ଏଇଠି ତାଙ୍କ ଇନଷ୍ଟିଚ୍ୟୁଟ୍ ବା ତାଙ୍କର ଯେ ନୃତ୍ୟଗୁରୁ, ସିଏ ପ୍ରୋଗ୍ରାମ୍ କରୁଛନ୍ତି ବୋଲି ସେ 8-9ଟା ପ୍ରୋଗ୍ରାମ୍ କରିସାରିଲାଣି। ଆଉ ସବୁ ବର୍ଷ ବି 4 ବର୍ଷ ହେଲା ଶିଖିଲାଣି। ଖୋର୍ଦ୍ଧାରେ ଯେତେ ପ୍ରୋଗ୍ରାମ୍ ହେଉଛି ଯାଉଛି, ଆଉ ଯେଉଁଠି ସବୁ ହେଉଛି ପ୍ରୋଗ୍ରାମ୍ ସେଠିକି ସେ ନେଇକି ଯାଉଛନ୍ତି। କିନ୍ତୁ ସେତେବେଳେ ତ ଏମିତିକା ଏତେ ସୁବିଧା ନଥିଲା। ଯେହେତୁ ମୋର ଝିଅମାନେ 3ଟା ଯାକ ଝିଅ ସବୁ ନାଚ ଗୀତ ଜାଣୁଛନ୍ତି। ସାନ ଝିଅ ପାସ୍ କରିଛି ସଙ୍ଗୀତରେ, ଓଡ଼ିଶୀ ସଙ୍ଗୀତରେ, କିନ୍ତୁ ସେତେବେଳେ କିଛି ସୁବିଧା ନଥିଲା, ଖୋର୍ଦ୍ଧାରେ କିଛି ନଥିଲା। ମଝିଆଣୀ ଝିଅ ସେ ବି ନାଚରେ ପାସ୍ କରିଛି, କିନ୍ତୁ ଭୁବନେଶ୍ୱର ଯାଉଥିଲା ଶିଖିବାକୁ। 5th ଇୟର ପରୀକ୍ଷା ଏଠି 3rd ଇୟର ଯାଏଁ ଦେଲା ବରୁଣେଇ ସଙ୍ଗୀତ ମହାବିଦ୍ୟାଳୟରେ। ଆଉ ସେଠି ଯାଇକିରି ପୁଣି ଆଉ 3 ବର୍ଷ ଶିଖିଲା। ଆଉ ରାଜାରାମ ବେହେରା ନା ଶୁଣିଥିବେ, ସିଏ ଆଙ୍କର ପ୍ରଥମ ଛାତ୍ର, ଓଡ଼ିଶୀ ଶିଖୁଥିଲେ। ତାପରେ ସିଏ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟରେ ଚାକିରି କରନ୍ତି, କିନ୍ତୁ ସିଏ ବି ସଙ୍ଗୀତ ସାଧନା ବର୍ତ୍ତମାନ କରୁଛନ୍ତି, ପିଲାମାନଙ୍କୁ କ୍ଲାସ୍ କରିକି ଶିଖଉଛନ୍ତି। ମୁକୁନ୍ଦ ପ୍ରସାଦର ପୂର୍ଣ୍ଣଚନ୍ଦ୍ର ବରାଳ, ସେ ୟାଙ୍କ ପାଖରେ ପ୍ରଥମେ ସ୍କୁଲରେ ନାଚ ଶିଖିଲେ, ତାପରେ ସେ ବାହାରକୁ ଯାଇକିରି ଦୁର୍ଗା ପ୍ରସାଦ ରଣବୀରଙ୍କ ପାଖରେ ଶିଖିକିରି ସିଏ ବର୍ତ୍ତମାନ ନାଚ ମାଷ୍ଟର। ଏମିତି ଅଛନ୍ତି। ଆଉ ଜଟଣୀରେ ବି କେତେ ଜଣ ଅଛନ୍ତି, ମୁଁ କହିପାରିବିନି। ଆଜି ବର୍ତ୍ତମାନ ଯେଉଁ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, ବାଦ୍ୟ ଗୁରୁ, ଏମାନେ କାହିଁକି ଅବହେଳିତ, ଆପଣ କ'ଣ କହିବେ? ସେଇଟା ମାନେ ଅର୍ଥ, ବର୍ତ୍ତମାନ ସଙ୍ଗୀତ ଶିଖିବାକୁ ହେଲେ ବହୁତ ଅର୍ଥ ଦରକାର। ସେ ବିନା ଅର୍ଥରେ 9ଟା ଗୁରୁ କରିକି ସଙ୍ଗୀତ ଶିଖିଛନ୍ତି। ମାନେ ସେବା ମନୋଭାବ ହେଉ କିମ୍ବା ତାଙ୍କର ଯେଉଁ ସଙ୍ଗୀତ ପ୍ରତି ଆଗ୍ରହ ଥିବାରୁ ଏଇଭଳି ଭାବରେ ସେ ସବୁ ଆଦାୟ କରିଛନ୍ତି। ତାପରେ 1980 ମସିହାରୁ ସେ ହେଲେ ରୋଗଗ୍ରସ୍ତ। 1980 ମସିହାରୁ ଆଜି ପର୍ଯ୍ୟନ୍ତ ହିସାବ କରନ୍ତୁ କେତେ ବର୍ଷ ହେଲା, ସେଆଡ଼ୁ 20 ବର୍ଷ, 25 ବର୍ଷ, 45 ବର୍ଷ ହେଲା ଗୋଟେ ରୋଗୀ। ସେଥିରେ ସେ ସଙ୍ଗୀତ ସାଧନା କ'ଣ କରିବେ କହନ୍ତୁ? ମୁଁ ରୋଗ ଭଲ କରିବି ନା ସଙ୍ଗୀତ ପାଇଁ ପଇସା ଖର୍ଚ୍ଚ କରିବି? ଆପଣ ସରକାରୀ ବେସରକାରୀ ସ୍ତରରେ କୌଣସି ସହଯୋଗ ସାହାଯ୍ୟ ମିଳିନି? ନା, ଆପଣ ଚେଷ୍ଟା କରିନାହାନ୍ତି? ସେମିତି ସହଯୋଗ ମିଳିନି। ଯେହେତୁ ମୁଁ ଚାକିରି କରୁଥିଲି, ତେଣୁ ମୁଁ ସେସବୁ ଜିନିଷ କିଛି କରିନି। ମୁଁ ଚାକିରି କରୁଥିଲି, ଚାକିରି ପଇସାରେ ଯେତିକି ପାରୁଥିଲି ସେତିକି ତାଙ୍କୁ କରୁଥିଲି। ଯେହେତୁ ମୁଁ ଚାକିରି କରିଛି, ତାଙ୍କ ପାଇଁ ମୋର ନାହିଁ ଯେଉଁ ଆମର ଏବେ ଯେଉଁ ଜନ ଆରୋଗ୍ୟ ପାଇଁ ମିଳୁଛି ଯେଉଁ ସରକାରୀ ସାହାଯ୍ୟ, ସେ କାର୍ଡ଼ ଆମର ନାହିଁ।
गोपबंधु कार्ड मोर नहीं कि तांकर नहीं कहीं ना मुझे मरीगले से पेंशन पाइबे से जो आमर नहीं किंतु एबे जो वय वंदना कार्ड कौन मिलियो बोली मु भाबुची से जब मिल ताले कौन किसी साहाय्य हो पारे किंतु रोग तांको बेसी पछड़ू टाणी धरला आउ कौन से कारण नहीं से संगीत साधना पाई तांकर सब गुण अच्छी मु जानी किंतु आजिकाली दुनिया रे अपन जानी थे जड़े जदि ऊपर को जाऊमा आम ओडिया ताकू समस्ते तलू गोड़े भिड़े से क्षेत्र में आंकर सब हो निजे कहली मुझे एत समस्ते रेडियो स्टेशन जाऊँगी आ तमें जाऊन मु फर्म आनली कटक जाकर निजे रेडियो स्टेशन में फर्म आनली से कहले फर्म आनले पकेले कौन हम मोर इच्छा नहीं मु सरस्वती साधना करुच्ची जी पैसा मिलूँ मो परिवार मु खर्च करुच्ची मोर ना करवा दरकार नहीं। हाँ धन्यवाद मैडम। बड़ पापी बोली घृणा जदि कर दूरे थाई प्रभु झूरी बिनी कर बड़ पापी बोली घृणा जदि कर दूरे थाई प्रभु झूरी बिनी कर ध्याई चरण पशिबी शरण ध्याई चरण पशिबी शरण जदि दिया दूरे ठेली हे गोविंद पदारविंद तुम्हारी शरण नेली हे गोविंद पदारविंद मपद मग रे ग मग रे सा ध सा म ग म द नि सा ग नि सा म ग रे सा रे स नि स नि मपदा मग आसावरी आसावरी पर्यंत रे सा सरे ने सने प्रैक्टिस होनी गम्मा मन दशवक्त्रा दशभुजा दशपाद
ये थिले शास्त्रीय गुरु भवानी शंकर दास जी कहते ताकू प्रकृत में से भाया मर्यादा मिलनी एवं से भाया स्थान मिलनी जो मनर अनेक क्षोभ और अभियोग किंतु संगीत सब बंचिक रहिबो संगीतर मान्यता को कहीं कमे दे पारे। आज कार्यक्रम को आम ये शेष करुँ। आम कार्यक्रम आपको केमी लगे से संपर्क में आपणकर फीडबैक देवे एवं आपणकर मतामत देले आम आहरी सुंदर और सौंदर्यमय करने को आम अभुला अतीत को चेष्टा करूँ। हेतु पर्यटन विदाय दिंतु। नमस्कार। रे ग रे मा ग रे रे ग रे